କ୍ରମାଗତ ଦୁଇଥର ଇତିହାସ ରଚିଲେ ସୂର୍ଯ୍ୟକୁମାର। ଭାରତର ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି 2023 ବର୍ଷ ପାଇଁ ଟି-20 ପ୍ଲେୟର ଅଫ୍ ଦ ଇୟର ଭାବେ ଚୟନ କରିଛି। ଲଗାତାର ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟକୁମାରଙ୍କୁ ଏହି ପୁରସ୍କାର ମିଳିଛି। ସୂର୍ଯ୍ୟକୁମାର ମଧ୍ୟ ଏହା ପୂର୍ବରୁ ଟି-20 ଟିମ୍ ଅଫ୍ ଦି ଇୟର ରଖାଯାଇଥିଲା ଏବଂ ତାକୁ ଅଧିନାୟକ କରାଯାଇଥିଲା। ସୂର୍ଯ୍ୟକୁମାର ହେଉଛନ୍ତି ପ୍ରଥମ ଖେଳାଳି ଯାହାକୁ କ୍ରମାଗତ ଦୁଇଥର ଟି-20 ପ୍ଲେୟାର ଅଫ୍ ଦି ଇୟର ମିଳିଛି। ଏହା ପୂର୍ବରୁ ସେ 2022 ବର୍ଷ ପାଇଁ ଏହି ପୁରସ୍କାର ମଧ୍ୟ ପାଇଥିଲେ। ସୂର୍ଯ୍ୟକୁମାର 2023ରେ ପ୍ରାୟ 50 ହାରାହାରି ଏବଂ 150ରୁ ଅଧିକ ଷ୍ଟ୍ରାଇକ୍ ହାର ସହିତ ଅନ୍ତର୍ଜାତୀୟ ଟି-20ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଗତ ବର୍ଷ ସେ ଅନେକ ମ୍ୟାଚରେ ଭାରତକୁ ବିଜୟୀ କରାଇଛନ୍ତି। ଜିମ୍ବାୱେର ସିକନ୍ଦର ରାଜା, ଉଗାଣ୍ଡାର ଆଲପେସ ରାମଜାନେ ଏବଂ ନ୍ୟୁଜିଲାଣ୍ଡର ମାର୍କ ଚାପମ୍ୟାନଙ୍କୁ ପରାସ୍ତ କରି ସୂର୍ଯ୍ୟକୁମାର ଏହି ପୁରସ୍କାର ଜିତିଛନ୍ତି। ଗତ ବର୍ଷ ସୂର୍ଯ୍ୟ 12ଟି ଇନିଂସରେ 733 ରନ୍ ସଂଗ୍ରହ କରିଥିଲେ। ଏହି ଅବଧି ମଧ୍ୟରେ ତାଙ୍କର ହାରାହାରି 48.86 ଏବଂ ଷ୍ଟ୍ରାଇକ୍ ହାର 155.95 ଥିଲା।